ଶୁଣନ୍ତି ଯନ୍ତ୍ରୀଙ୍କ କଥା। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ସନ୍ଦାପଶି ଗାଁରେ ସମସ୍ୟା ବଢ଼ାଉଛି ସେତୁ। ନାଳ ଥିଲା ଲୋକ ଯିବା ଆସିବା ପାଲଟିଛି ସେତୁ। ଗ୍ରାମକୁ ଯିବା ଆସିବା କରିବାକୁ ଏକମାତ୍ର ସାପୁଆ ନାଳକୁ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ବାରମ୍ବାର ଦାବି ପରେ କାଦୁଅ ହୋଇ ଅତଡ଼ା ଖସି ପଡ଼ିଲାଣି। ଏ ରାସ୍ତାରେ ସ୍କୁଲ ଯାଉଥିବା ପିଲା ଭୟ କଲେଣି। କିନ୍ତୁ ଆମକୁ 90 ଦିନ ସମୟ ଦେଇଥିଲେ ଯେ ମାର୍ଚ୍ଚ ଶେଷ ସୁଦ୍ଧା କାମ କରିବାକୁ ପଡ଼ିଥିଲା। ଯେ ଆଜିକି 8-9 ମାସ ହେଇଗଲାଣି ଆମେ ବହୁତ ଅସୁବିଧାର ସମ୍ମୁଖୀନ। ମୁଁ ସାନ୍ଦାପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହୁଛି। ଆମ ସାନ୍ଦାପଶି ଗ୍ରାମର जो विद्यालयटी रही मध्यवर्ती भागरे ग्रामर मध्यवर्ती भागरे अवस्थित ए सापुआझर पुराणा साही और नुआ साही सान्दापशि बासिंदा आम गाँव में जो विजु सेतु चली जानुरी मसरू काम आरंभ है मे 3 तारिख